ଯେଉଁମାନେ ରାସନ କାର୍ଡ଼ର ଚାଉଳ ପାଉଛନ୍ତି ସେମାନଙ୍କ ପାଇଁ ବଡ଼ ଖୁସି ଖବର ଆସିଛି। ଦେଖନ୍ତୁ, ବହୁତ ବଡ଼ ଖୁସି ଖବର। ଏବେ ଚାଉଳ ବଦଳରେ ଆପଣଙ୍କୁ ମିଳିବ ମାଣ୍ଡିଆ। ଓଡ଼ିଶା ସରକାରଙ୍କ ନୂଆ ନିୟମ, ମାଣ୍ଡିଆ ମିଳିବ ଆପଣଙ୍କୁ। ଦେଖନ୍ତୁ, ରେସନ କାର୍ଡ଼ର ନାହିଁ ନଥିବା ଖୁସି। ଯେଉଁମାନେ ରାସନ କାର୍ଡ଼ରେ ଚାଉଳ ଆଣୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଅଛି, ତ ସେମାନେ ମାଣ୍ଡିଆ ଆଣିପାରିବେ। ରାଜ୍ୟ ସରକାର ବର୍ତ୍ତମାନ ମାଣ୍ଡିଆ ଘୋଷଣା କରିଛନ୍ତି। ଯେଉଁମାନେ ଚାଉଳ ପାଉଛନ୍ତି ସେମାନେ ଚାହିଁଲେ ତା ବଦଳରେ ଆପଣ ମାଣ୍ଡିଆ ଆଣିପାରିବେ। କୌଣସି ପ୍ରକାର ଅସୁବିଧା ରହିବ ନାହିଁ। ଦେଖନ୍ତୁ, ଖାଦ୍ୟଶସ୍ୟ ମାଣ୍ଡିଆ ଉପରେ ବହୁତ ପ୍ରକାର ଗୁରୁତ୍ୱପୂର୍ଣ୍ଣ ଦିଆଯାଇଛି, ଗୁରୁତ୍ୱ ବାର୍ତ୍ତା ଦିଆଯାଇଛି। ଅନେକ ଜାଗାରେ ଲାଗୁ ହୋଇଗଲାଣି। ତ ପ୍ରାୟ ସବୁ ଜିଲ୍ଲାରେ କିଛି ମାସ ଭିତରେ ଲାଗୁ ହୋଇଯିବ। ଯେଉଁମାନେ ନୂଆ ରାସନ କାର୍ଡ଼ ଆପ୍ଲାଏ କରିଛନ୍ତି ସେମାନେ ଆଗାମୀ ମାସରେ ନୂଆ ରାସନ କାର୍ଡ଼ ବଣ୍ଟନ କରାଯିବ। ନଭେମ୍ବର ମାସରେ ବଣ୍ଟନ କରାଯିବ। ନଭେମ୍ବର ମାସରେ ଆପଣଙ୍କର ନୂଆ ରାସନ କାର୍ଡ଼ ବଣ୍ଟନ କରାଯିବ ଏବଂ ଯେଉଁମାନେ ରାସନ କାର୍ଡ଼ KYC କରିନାହାନ୍ତି ସେମାନଙ୍କ ନାମ ମଧ୍ୟ କାଟି ଦିଆଯିବ। ଦେଖନ୍ତୁ, KYC କରିବାର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ, ତଥାପି ଆପଣ KYC କରିବା ବାଧ୍ୟତାମୂଳକ ଅଟେ। କିନ୍ତୁ ଯେଉଁମାନେ ରାସନ କାର୍ଡ଼ ପାଇଁ ନୂତନ ଆବେଦନ କରିଥିଲେ ବା ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଆବେଦନ କରିବେ ସେମାନଙ୍କୁ ନଭେମ୍ବର ମାସରେ ନୂତନ ରାସନ କାର୍ଡ଼ ବଣ୍ଟନ କରାଯିବ। ଯଦି ଆପଣ ଚାଉଳ ପାଉଛନ୍ତି, ଚାଉଳ ବଦଳରେ ଆପଣ ମାଣ୍ଡିଆ ଆଣିପାରିବେ। ଯଦି ଆପଣଙ୍କର ଗହମ ପାଉଛନ୍ତି, ଗହମ ବଦଳରେ ମଧ୍ୟ ମାଣ୍ଡିଆ ଆଣିପାରିବେ। ସେଟା ଆପଣଙ୍କର ପ୍ରତ୍ୟେକ ଡିଲର ପଏଣ୍ଟରେ ଉପଲବ୍ଧ ହୋଇଯିବ। ପ୍ରାୟ କିଛି ଜାଗାରେ ଆରମ୍ଭ ହେଲାଣି। ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଅଛି। ଆପଣଙ୍କ ମନ ମୁତାବକ ଆପଣ ଆଣିପାରିବେ। କୌଣସି ପ୍ରକାର ଏଥିରେ ଦ୍ୱନ୍ଦ୍ୱ ରହିବ ନାହିଁ। ମାଣ୍ଡିଆ ଏବଂ ଅନ୍ୟ ଖାଦ୍ୟଶସ୍ୟ ଭଳି ମାଣ୍ଡିଆ ଏକ ଆମର ପ୍ରାଧାନ୍ୟ ଖାଦ୍ୟ, ଯାହାକି ବିଲୁପ୍ତ ହୋଇଯାଇଛି ଏବଂ ସେଇଟା ପୁଣି ପୁନର୍ବାର ଲୋକଲୋଚନକୁ ଆଣିବା ପାଇଁ ଏକ ପ୍ରୟାସ। ମାଣ୍ଡିଆ ଖାଆନ୍ତୁ, ସୁସ୍ଥ ରୁହନ୍ତୁ। ଜୟ ଜଗନ୍ନାଥ।